ओम शांति 17 ଜାନୁଆରୀ 2025 ପ୍ରାତଃ ମୁରଲି ବାବା କହୁଛନ୍ତି ମିଠେ ବଚ୍ଚେ ତୁମେ ମାନେ ଭାରତର ଅତି ମୂଲ୍ୟବାନ ସେବକ ଅଟ। ତୁମକୁ ନିଜର ତନ ଶରୀର ମନ ଧନ ଦ୍ୱାରା ଶ୍ରୀମତ ଆଧାରରେ ଏହାକୁ ରାମ ରାଜ୍ୟ କରିବାକୁ ହେବ। ତୁମେ ମାନେ ଭାରତର ଅତି ମୂଲ୍ୟବାନ ସେବକ ଅଟ। ତୁମକୁ ନିଜର ତନ ଶରୀର ମନ ଧନ ଦ୍ୱାରା ଶ୍ରୀମତ ଆଧାରରେ ଏହାକୁ ରାମ ରାଜ୍ୟ କରିବାକୁ ହେବ। ପ୍ରଶ୍ନ, ସଚ୍ଚା ଅଲୌକିକ ସେବା କ'ଣ ଯାହାକି ବର୍ତ୍ତମାନ ତୁମେ ପିଲାମାନେ ହିଁ କରୁଛ? ସଚ୍ଚା ଅଲୌକିକ ସେବା କ'ଣ ଯାହାକି ବର୍ତ୍ତମାନ ତୁମେ ପିଲାମାନେ ହିଁ କରୁଛ? ଉତ୍ତର, ତୁମେ ସନ୍ତାନମାନେ ଗୁପ୍ତ ରୀତିରେ ଶ୍ରୀମତ ଆଧାରରେ ପାବନ ଭୂମି ସୁଖଧାମର ସ୍ଥାପନା କରୁଛ। ଏହା ହିଁ ହେଉଛି ଭାରତର ସଚ୍ଚା ଅଲୌକିକ ସେବା। ତୁମେମାନେ ବେହଦ ପିତାଙ୍କର ଶ୍ରୀମତ ଅନୁସାରେ ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରୁଛ। ସେଥିପାଇଁ ତୁମେ ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରୁଛ। ଗୀତ ନୟନହୀନକୁ ରାହ ଦିଖାଓ ପ୍ରଭୁଜୀ। ଓମ୍ ଶାନ୍ତି। ହେ ପ୍ରଭୁ ଈଶ୍ୱର ପରମାତ୍ମା କହିବା ଆଉ ପିତା କହିବାରେ କେତେ ଅନ୍ତର ରହିଛି। ହେ ଈଶ୍ୱର ହେ ପ୍ରଭୁ କହିବା ଦ୍ୱାରା କେତେ ସମ୍ମାନ ରହିଥାଏ। ଆଉ ପୁଣି ତାଙ୍କୁ ପିତା କହିଥାନ୍ତି। ତେବେ ପିତା ଅକ୍ଷର ବହୁତ ସାଧାରଣ। ପିତା ତ ଅନେକ ଅଛନ୍ତି। ପ୍ରାର୍ଥନାରେ ମଧ୍ୟ କହିଥାନ୍ତି ହେ ପ୍ରଭୁ ହେ ଈଶ୍ୱର। ବାବା କାହିଁକି କହନ୍ତି ନାହିଁ? ସିଏ ତ ପରମ ପିତା ଅଟନ୍ତି ନା। କିନ୍ତୁ ବାବା ଶବ୍ଦ କହିବା ଦ୍ୱାରା ଦୁନିଆରେ ସାଧାରଣ ଭାବି ନେଉଛନ୍ତି। କିନ୍ତୁ ପରମାତ୍ମା ଶବ୍ଦ ଶ୍ରେଷ୍ଠ ହୋଇଯାଉଛି। ଡାକିଥାନ୍ତି ହେ ପ୍ରଭୁ ନୟନହୀନକୁ ରାହ ବତାଓ। ଆତ୍ମାମାନେ କହୁଛନ୍ତି ବାବା ଆମକୁ ମୁକ୍ତି ଜୀବନ ମୁକ୍ତିର ରାସ୍ତା ଦେଖାଅ। ପ୍ରଭୁ ଅକ୍ଷର କେତେ ଉଚ୍ଚ, ପିତା ଶବ୍ଦ ସାଧାରଣ ଅଟେ। ଏଠାରେ ତୁମେ ଜାଣୁଛ ଯେ ବାବା ଆସି ବୁଝାଉଛନ୍ତି। ଲୌକିକ ରୀତିରେ ତ ପିତା ଅନେକ ଅଛନ୍ତି, ଡାକୁଛନ୍ତି ମଧ୍ୟ ତୁମେ ମାତା ପିତା। କେତେ ସାଧାରଣ ଅକ୍ଷର ଅଟେ। ଈଶ୍ୱର ବା ପ୍ରଭୁ କହିଲେ ଭାବିଥାନ୍ତି ଯେ ସିଏ କ'ଣ ନ କରିପାରନ୍ତି। ଏବେ ତୁମେ ସନ୍ତାନମାନେ ଜାଣିଛ ଯେ ପିତା ଆସିଛନ୍ତି। ବାବା ବହୁତ ଶ୍ରେଷ୍ଠ ଓ ସହଜ ରାସ୍ତା ଦେଖାଉଛନ୍ତି। ବାବା କହୁଛନ୍ତି ମୋର ସନ୍ତାନମାନେ, ତୁମେମାନେ ରାବଣର ମତରେ ଚାଲି କାମ ଅଗ୍ନିରେ ଜଳି ଭସ୍ମୀଭୂତ ହୋଇଯାଇଛ। ଏବେ ମୁଁ ତୁମକୁ ପବିତ୍ର କରି ଘରକୁ ନେବା ପାଇଁ ଆସିଛି। ବାବାଙ୍କୁ ଏଇଥିପାଇଁ ଡାକିଥାନ୍ତି ଯେ ଆସି ପତିତରୁ ପବିତ୍ର କର। ବାବା କହୁଛନ୍ତି ମୁଁ ତୁମର ସେବା ପାଇଁ ଆସିଛି। ତୁମେ ସନ୍ତାନମାନେ ମଧ୍ୟ ଭାରତର ଅଲୌକିକ ସେବାରେ ରହିଛ, ଯେଉଁ ସେବା ତୁମ ବିନା ଆଉ କେହି କରିପାରିବେ ନାହିଁ। ତୁମେ ଭାରତ ପାଇଁ ହିଁ କରୁଛ। ଶ୍ରୀମତ ଆଧାରରେ ପବିତ୍ର ହୋଇ ଭାରତକୁ ପବିତ୍ର କରୁଛ। ବାପୁ ଗାନ୍ଧୀଜୀଙ୍କର ମଧ୍ୟ ଆଶା ଥିଲା ଯେ ଭାରତ ରାମ ରାଜ୍ୟ ହେଉ। କିନ୍ତୁ କେହି ମନୁଷ୍ୟ ତ ରାମ ରାଜ୍ୟ ତିଆରି କରିପାରିବେ ନାହିଁ। ନହେଲେ ପ୍ରଭୁଙ୍କୁ ପତିତ ପାବନ କହି କାହିଁକି ଡାକନ୍ତେ? ଏବେ ତୁମ ସନ୍ତାନମାନଙ୍କର ଭାରତ ପାଇଁ କେତେ ପ୍ରେମ ରହିଛି। ତୁମେ ହିଁ ତ ଖାସ୍ ଭାରତର ଓ ସାଧାରଣ ରୂପେ ସାରା ଦୁନିଆର ପ୍ରକୃତ ସେବା କରୁଛ। ତୁମେ ଜାଣିଛ ଯେ ବାବା ଭାରତକୁ ପୁନର୍ବାର ରାମ ରାଜ୍ୟ କରୁଛନ୍ତି, ଯାହାକି ବାପୁଜୀ ଚାହୁଁଥିଲେ। ସିଏ ଭାରତର ବାପୁଜୀ ଥିଲେ, କିନ୍ତୁ ଇଏ ବେହଦର ଅର୍ଥାତ୍ ସାରା ବିଶ୍ୱର ବାପୁଜୀ ଅଟନ୍ତି। ଇଏ ବେହଦର ସେବା କରୁଛନ୍ତି। ଏ କଥା ତୁମେ ପିଲାମାନେ ହିଁ ଜାଣିଛ। ତୁମମାନଙ୍କ ମଧ୍ୟରେ ବି କ୍ରମା ଅନୁସାରେ ଏହି ନିଶା ରହୁଛି କି ଆମେ ରାମ ରାଜ୍ୟ ସ୍ଥାପନ କରିବୁ। ସରକାରଙ୍କର ତୁମେ ସେବକ ଅଟ। ତୁମେ ଦୈବୀ ସରକାର ତିଆରି କରୁଛ। ତୁମର ଭାରତ ପାଇଁ କେତେ ଗର୍ବ ରହିଛି। ତୁମେ ଜାଣିଛ ଯେ ଏହା ସତ୍ୟ ଯୁଗରେ ପବିତ୍ର ଭୂମି ଥିଲା, ଏବେ ପତିତ ହୋଇଯାଇଛି। ତୁମେ ଜାଣିଛ ଏବେ ଆମେ ଗୁପ୍ତରେ ବାବାଙ୍କ ଦ୍ୱାରା ପୁନର୍ବାର ପାବନ ଭୂମି ବା ସୁଖଧାମ ତିଆରି କରୁଛୁ। ଆମକୁ ଶ୍ରୀମତ ମଧ୍ୟ ଗୁପ୍ତରେ ମିଳୁଛି। ତୁମେ ଭାରତ ସରକାର ପାଇଁ ହିଁ କରୁଛ। ତୁମେ ଶ୍ରୀମତ ଅନୁସାରେ ଭାରତର ସର୍ବୋଚ୍ଚ ସେବା ନିଜର ତନ ମନ ଧନ ଦ୍ୱାରା କରୁଛ। କଂଗ୍ରେସୀମାନେ କେତେ ଥର ଜେଲ ଆଦି ଗଲେ। ତୁମକୁ ତ ଜେଲ ଆଦିକୁ ଯିବାର ଦରକାର ନାହିଁ। ତୁମର ତ ଏହା ହେଉଛି ରୁହାନୀ କଥା।
ତୁମର ଲଢ଼େଇ ମଧ୍ୟ 5 ବିକାର ରୂପୀ ରାବଣ ସହିତ ହେଉଛି, ଯେଉଁ ରାବଣର ସାରା ପୃଥିବୀ ଉପରେ ଏବେ ରାଜତ୍ୱ ଚାଲିଛି। ଏହା ହେଉଛି ତୁମର ସେନାବାହିନୀ। ଲଙ୍କା ତ ଗୋଟିଏ ଛୋଟ ଦ୍ୱୀପ ଅଟେ। ଏହି ସୃଷ୍ଟି ହେଉଛି ବେହଦର ଦ୍ୱୀପ। ତୁମେ ବେହଦ ବାବାଙ୍କର ଶ୍ରୀମତ ଅନୁସାରେ ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରୁଛ। ଏହା ତ ତୁମେ ଜାଣୁଛ ଯେ ଏହି ପତିତ ଦୁନିଆର ବିନାଶ ତ ହେବାର ଅଛି। ତୁମ୍ଭେମାନେ ଶିବ ଶକ୍ତି ଅଟ। ଏହି ଗୋପମାନେ ମଧ୍ୟ ଶିବ ଶକ୍ତି ଅଟନ୍ତି। ତୁମେ ଗୁପ୍ତ ରୀତିରେ ଭାରତର ବହୁତ ବଡ଼ ସେବା କରୁଛ। ଭବିଷ୍ୟତରେ ଏହି ବିଷୟ ସମସ୍ତଙ୍କୁ ଜଣାପଡ଼ିବ। ତୁମର ହେଉଛି ଶ୍ରୀମତ ଅନୁସାରେ ରୁହାନୀ ସେବା। ତୁମେ ଗୁପ୍ତ ଅଟ। ଦେଶର ସରକାର ଏହା ଜାଣେ ନାହିଁ ଯେ ଏହି ବ୍ରହ୍ମା କୁମାର କୁମାରୀମାନେ ନିଜର ତନ ମନ ଧନ ଦ୍ୱାରା ଭାରତକୁ ସର୍ବଶ୍ରେଷ୍ଠ ସତ୍ୟଖଣ୍ଡରେ ପରିଣତ କରୁଛନ୍ତି। ଭାରତ ସତ୍ୟଖଣ୍ଡ ଥିଲା, ଏବେ ମିଥ୍ୟାଖଣ୍ଡ ହୋଇଯାଇଛି। ସତ୍ୟ ତ କେବଳ ଜଣେ ବାବା ହିଁ ଅଟନ୍ତି। ଏହା ମଧ୍ୟ କୁହାଯାଏ ଯେ ଗଡ୍ ଇଜ୍ ଟ୍ରୁଥ୍, ଅର୍ଥାତ୍ ଭଗବାନ ସତ୍ୟ ଅଟନ୍ତି। ତୁମକୁ ଏବେ ନରରୁ ନାରାୟଣ ହେବାର ସତ୍ୟ ଶିକ୍ଷା ଦେଉଛନ୍ତି। ବାବା କହୁଛନ୍ତି, କଳ୍ପ ପୂର୍ବେ ମଧ୍ୟ ତୁମକୁ ନରରୁ ନାରାୟଣ କରିଥିଲି। ରାମାୟଣରେ ତ କଣ କଣ କଥା ସବୁ ଲେଖି ଦେଇଛନ୍ତି। କହୁଛନ୍ତି ରାମ ବାନର ସେନା ନେଇଥିଲେ। ତୁମେ ହିଁ ପ୍ରଥମେ ବାନର ସଦୃଶ ଥିଲ। ଗୋଟିଏ ସୀତାଙ୍କର ତ କଥା ନୁହେଁ। ବାବା ବୁଝାଉଛନ୍ତି, ମୁଁ କିପରି ରାବଣ ରାଜ୍ୟର ବିନାଶ କରାଇ ରାମ ରାଜ୍ୟ ସ୍ଥାପନ କରୁଛି। ଏଥିରେ କୌଣସି କଷ୍ଟ କରିବାର କଥା ନାହିଁ। ସେମାନେ ତ କେତେ ଖର୍ଚ୍ଚ କରୁଛନ୍ତି। ରାବଣର ପ୍ରତିମା ତିଆରି କରି ପୁଣି ତାକୁ ଜଳାଉଛନ୍ତି। କିଛି ବି ବୁଝୁନାହାନ୍ତି। ବଡ଼ ବଡ଼ ଲୋକମାନେ ସବୁ ଦେଖିବାକୁ ଯାଆନ୍ତି, ବିଦେଶୀମାନଙ୍କୁ ମଧ୍ୟ ଦେଖାନ୍ତି, କିନ୍ତୁ କିଛି ବି ବୁଝନ୍ତି ନାହିଁ। ଏବେ ବାବା ବୁଝାଉଛନ୍ତି। ତେଣୁ ତୁମ ପିଲାମାନଙ୍କର ମନ ଭିତରେ ଉମଙ୍ଗ ଉତ୍ସାହ ରହିଛି କି ଆମେ ଭାରତର ପ୍ରକୃତ ଆତ୍ମିକ ସେବା କରୁଛୁ, ଆଉ ସାରା ଦୁନିଆ ରାବଣ ମତରେ ଅଛି। ତୁମେ ରାମଙ୍କର ଶ୍ରୀମତରେ ଅଛ। ରାମ କୁହ ବା ଶିବ କୁହ, ନାମ ତ ବହୁତ ରଖି ଦେଇଛନ୍ତି। ତୁମେ ସନ୍ତାନମାନେ ଶ୍ରୀମତକୁ ଅନୁସରଣ କରୁଥିବା ଭାରତର ଅତି ମୂଲ୍ୟବାନ ସେବକ ଅଟ। କହୁଛନ୍ତି ଯେ ହେ ପତିତ ପାବନ, ଆସି ଆମକୁ ପବିତ୍ର କର। ତୁମେ ଜାଣିଛ ଯେ ସତ୍ୟ ଯୁଗରେ ଆମକୁ କେତେ ସୁଖ ମିଳୁଛି, ଅଚଳାଚଳ ସମ୍ପତ୍ତି ମିଳୁଛି। ସେଠାରେ ମୋଟାମୋଟି ଆୟୁଷ ମଧ୍ୟ କେତେ ଅଧିକ ରହିଥାଏ। ସେମାନେ ସମସ୍ତେ ଯୋଗୀ ଅଟନ୍ତି, ଆଉ ଏଠାରେ ସମସ୍ତେ ଭୋଗୀ ଅଟନ୍ତି। ସେମାନେ ପାବନ, ଏମାନେ ପତିତ। କେତେ ରାତି ଦିନର ଅନ୍ତର ରହିଛି। କୃଷ୍ଣକୁ ମଧ୍ୟ ଯୋଗୀ କହୁଛନ୍ତି, ମହାତ୍ମା ମଧ୍ୟ କହୁଛନ୍ତି, କିନ୍ତୁ ସିଏ ତ ପ୍ରକୃତ ସତ୍ୟ ମହାତ୍ମା ଅଟନ୍ତି। ତାଙ୍କର ତ ମହିମାରେ ଗାୟନ କରାଯାଏ ସର୍ବଗୁଣ ସମ୍ପନ୍ନ, କାରଣ ତାଙ୍କର ଆତ୍ମା ଓ ଶରୀର ଉଭୟ ପବିତ୍ର ଅଟେ। ସନ୍ନ୍ୟାସୀମାନେ ତ ଗୃହସ୍ଥୀମାନଙ୍କ ନିକଟରେ ବିକାର ଦ୍ୱାରା ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହୋଇଥାନ୍ତି। ଏହି କଥା ଏବେ ତୁମ୍ଭମାନଙ୍କୁ ବାବା ବୁଝାଉଛନ୍ତି। ବର୍ତ୍ତମାନ ମନୁଷ୍ୟମାନେ ତ ନୀତିଭ୍ରଷ୍ଟ, ଅସାଧୁ, ଦୁଃଖୀ ଅଟନ୍ତି। ସତ୍ୟ ଯୁଗରେ ଦେଖ କିପରି ଥିଲେ। ଧାର୍ମିକ, ନୀତିନିଷ୍ଠ ଥିଲେ, 100% ଧନବାନ ଥିଲେ, ସଦା ସୁଖରେ ରହୁଥିଲେ। ତେବେ ଦେଖ କେତେ ରାତି ଦିନର ଅନ୍ତର ହୋଇଗଲା। ଏହା ତୁମେ ହିଁ ସଠିକ ରୂପେ ଜାଣିଛ। ଏହା କ'ଣ କାହାକୁ ଜଣା ଅଛି କି ଭାରତ ସ୍ୱର୍ଗରୁ ନରକ କିପରି ହୋଇଛି? ଲକ୍ଷ୍ମୀ ନାରାୟଣଙ୍କ ପୂଜା କରୁଛନ୍ତି, ମନ୍ଦିର ନିର୍ମାଣ କରୁଛନ୍ତି, କିନ୍ତୁ କିଛି ବୁଝୁନାହାନ୍ତି। ବାବା ବୁଝାଉଛନ୍ତି। ଯେଉଁମାନେ ବହୁତ ଉଚ୍ଚ ପଦରେ ଅଛନ୍ତି, ବିଡଲାଙ୍କୁ ମଧ୍ୟ ବୁଝାଇ ପାରିବ ଏହି ଲକ୍ଷ୍ମୀ ନାରାୟଣ ଏହି ପଦ କିପରି ପାଇଲେ। ଏମାନେ ଏଭଳି କି ଶ୍ରେଷ୍ଠ କର୍ମ କରିଥିଲେ ଯେ ତାଙ୍କର ମନ୍ଦିର ତିଆରି କରିଛନ୍ତି। ଦେବୀ ଦେବତାଙ୍କ କର୍ତ୍ତବ୍ୟକୁ ନ ଜାଣି ପୂଜା କରିବା ମଧ୍ୟ ପଥର ପୂଜା ଅଥବା କଣ୍ଢେଇ ପୂଜା କରିବା ସହିତ ସମାନ ହୋଇଗଲା। ଅନ୍ୟ ଧର୍ମାବଲମ୍ବୀ ମାନେ ତ ଜାଣନ୍ତି ଖ୍ରୀଷ୍ଟ ଅମୁକ ସମୟରେ ଆସିଥିଲେ, ପୁଣି ଆସିବେ। ତେବେ ତୁମ ସନ୍ତାନ ମାନଙ୍କର କେତେ ରୁହାନୀ ଗୁପ୍ତ ଅଭିମାନ ରହିବା ଉଚିତ। ଆତ୍ମା ଖୁସି ହେବା ଉଚିତ। ଅଧାକଳ୍ପ ଦେହ ଅଭିମାନୀ ହୋଇଛ। ଏବେ ବାବା କହୁଛନ୍ତି ଅଶରୀରୀ ହୁଅ, ନିଜକୁ ଆତ୍ମା ବୋଲି ଭାବ। ଆମର ଆତ୍ମା ବାବାଙ୍କ ଠାରୁ ଶୁଣୁଛି। ଅନ୍ୟ ସତ୍ସଙ୍ଗ ମାନଙ୍କରେ କେବେ ଏପରି ଭାବିବେ ନାହିଁ। ଇଏ ଆତ୍ମିକ ପିତା ଆତ୍ମା ମାନଙ୍କୁ ବସି ବୁଝାଉଛନ୍ତି। ଆତ୍ମା ହିଁ ସବୁ କିଛି ଶୁଣୁଛି ନା। ଆତ୍ମା କହୁଛି ମୁଁ ପ୍ରଧାନମନ୍ତ୍ରୀ ଅଟେ,
ଅମୁକ ଅଟେ। ଆତ୍ମା ହିଁ ଶରୀର ଦ୍ୱାରା କହିଲା ଯେ ମୁଁ ପ୍ରଧାନମନ୍ତ୍ରୀ ଅଟେ। ଏବେ ତୁମେ କହୁଛ ମୁଁ ଆତ୍ମା ପୁରୁଷାର୍ଥ କରି ସ୍ୱର୍ଗର ଦେବୀ ଦେବତା ହେଉଛି। ମୁଁ ଆତ୍ମା, ଏହା ମୋର ଶରୀର ଅଟେ। ଦେହୀ ଅଭିମାନୀ ହେବାରେ ହିଁ ବହୁତ ମେହନତ ଲାଗିଥାଏ। ଘଡ଼ି ଘଡ଼ି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଉଥାଅ, ତେବେ ବିକର୍ମ ବିନାଶ ହୋଇଯିବ। ତୁମେ ହେଉଛ ଶ୍ରେଷ୍ଠ ଆଜ୍ଞାକାରୀ ସେବକ। ଗୁପ୍ତ ରୀତିରେ କର୍ତ୍ତବ୍ୟ କରୁଛ, ତେଣୁ ନିଶା ମଧ୍ୟ ଗୁପ୍ତରେ ରହିବା ଦରକାର। ଆମେ ହେଉଛୁ ସରକାରଙ୍କର ଆତ୍ମିକ ସେବକ। ଭାରତକୁ ସ୍ୱର୍ଗ କରୁଛୁ। ବାପୁଜୀ ମଧ୍ୟ ଚାହୁଁଥିଲେ ନୂଆ ଦୁନିଆରେ ନୂଆ ଭାରତ ହେଉ, ନୂଆ ଦିଲ୍ଲୀ ହେଉ। ଏବେ ନୂଆ ଦୁନିଆ ତ ନାହିଁ। ଏହି ପୁରୁଣା ଦିଲ୍ଲୀ ଶ୍ମଶାନ ହୋଇଯାଇଛି, ପୁଣି ପରିସ୍ଥାନ ହେବାର ଅଛି। ଏବେ ଏହାକୁ ପରିସ୍ଥାନ କୁହାଯିବ ନାହିଁ। ନୂଆ ଦୁନିଆରେ ପରିସ୍ଥାନ, ନୂଆ ଦିଲ୍ଲୀ ତୁମେ ହିଁ ତିଆରି କରୁଛ। ଏହା ବହୁତ ବୁଝିବାର କଥା। ଏହି କଥା ଭୁଲିବା ଉଚିତ ନୁହେଁ। ଭାରତକୁ ପୁନର୍ବାର ସୁଖଧାମ କରିବା କେତେ ଶ୍ରେଷ୍ଠ କାର୍ଯ୍ୟ ଅଟେ। ଡ୍ରାମା ପ୍ଲାନ୍ ଅନୁସାରେ ସୃଷ୍ଟିକୁ ପୁରୁଣା ହେବାର ହିଁ ଅଛି। ଏହା ଦୁଃଖଧାମ ଅଟେ ନା? ଦୁଃଖହର୍ତ୍ତା ସୁଖକର୍ତ୍ତା ଏକମାତ୍ର ବାବାଙ୍କୁ ହିଁ କୁହାଯାଏ। ତୁମେ ଜାଣିଛ ଯେ ବାବା 5000 ବର୍ଷ ପରେ ଆସି ଦୁଃଖୀ ଭାରତକୁ ସୁଖୀ କରୁଛନ୍ତି, ସୁଖ ବି ଦେଉଛନ୍ତି ଏବଂ ଶାନ୍ତି ମଧ୍ୟ ଦେଉଛନ୍ତି। ମନୁଷ୍ୟ କହୁଛନ୍ତି ଯେ ମନକୁ ଶାନ୍ତି କିପରି ମିଳିବ? ତେବେ ଶାନ୍ତି ତ ଶାନ୍ତିଧାମ, ସୁଇଟ୍ ହୋମ୍ରେ ମିଳିବ। ତାହାକୁ କୁହାଯାଏ ଶାନ୍ତିଧାମ। ଯେଉଁଠି ଶବ୍ଦ ନାହିଁ, ଦୁଃଖ ନାହିଁ, ସେଠାରେ ସୂର୍ଯ୍ୟ ଚନ୍ଦ୍ର ଆଦି ମଧ୍ୟ ନଥାନ୍ତି। ଏବେ ତୁମ ସନ୍ତାନମାନଙ୍କୁ ଏ ସମସ୍ତ ଜ୍ଞାନ ମିଳିଛି। ବାବା ମଧ୍ୟ ଆସି ଆଜ୍ଞାକାରୀ ସେବକ ହୋଇଛନ୍ତି ନା? କିନ୍ତୁ ବାବାଙ୍କୁ ତ ବିଲକୁଲ ଜାଣନ୍ତି ହିଁ ନାହିଁ। ସମସ୍ତଙ୍କୁ ମହାତ୍ମା କହିଦେଉଛନ୍ତି। ବର୍ତ୍ତମାନ ମହାନ ଆତ୍ମା ତ ସ୍ୱର୍ଗ ଦୁନିଆ ବ୍ୟତୀତ ଆଉ କେଉଁଠାରେ ହୋଇପାରିବେ ନାହିଁ। ସେଠାରେ ଆତ୍ମାମାନେ ପବିତ୍ର ଥାଆନ୍ତି, ତେଣୁ ଶାନ୍ତି ସମୃଦ୍ଧି ମଧ୍ୟ ଥାଏ। ଏବେ ପବିତ୍ରତା ନାହିଁ ତ କିଛି ବି ନାହିଁ। ପବିତ୍ରତାର ହିଁ ମାନ ରହିଛି। ଦେବତାମାନେ ପବିତ୍ର ଅଟନ୍ତି, ସେଥିପାଇଁ ତ ତାଙ୍କ ନିକଟରେ ମୁଣ୍ଡ ନୁଆଇଥାନ୍ତି। ପବିତ୍ରକୁ ପାବନ, ଅପବିତ୍ରକୁ ପତିତ କୁହାଯାଏ। ଇଏ ହେଉଛନ୍ତି ସାରା ବିଶ୍ୱର ବେହଦର ବାପୁଜୀ। ଏପରି ତ ମେୟରଙ୍କୁ ମଧ୍ୟ ସିଟି ଫାଦର ବା ନଗର ପିତା କୁହାଯାଏ। ସେଠାରେ ଏହିପରି କିଛି କଥା ହେବ ନାହିଁ। ସେଠାରେ ତ ନିୟମାନୁସାରେ ରାଜ୍ୟ ଚାଲେ। ଡାକିଥାନ୍ତି ମଧ୍ୟ, ହେ ପତିତ ପାବନ ଆସ। ଏବେ ବାବା କହୁଛନ୍ତି ପବିତ୍ର ହୁଅ। ତେବେ କହୁଛନ୍ତି ଏହା କିପରି ହେବ? ପୁଣି ସନ୍ତାନ କିପରି ଜନ୍ମ ହେବେ? ସୃଷ୍ଟିର ବୃଦ୍ଧି କିପରି ହେବ? ଏମାନଙ୍କୁ ଏହା ଜଣା ନାହିଁ ଯେ ଲକ୍ଷ୍ମୀ ନାରାୟଣ ସମ୍ପୂର୍ଣ୍ଣ ପବିତ୍ର ଥିଲେ। ତୁମ ସନ୍ତାନମାନଙ୍କୁ କେତେ ବିରୋଧ ସହନ କରିବାକୁ ପଡ଼ୁଛି। କଳ୍ପ ପୂର୍ବେ ଡ୍ରାମାରେ ଯାହା ହୋଇଥିଲା ତାହାର ପୁନରାବୃତ୍ତି ହେଉଛି। ଏପରି ନୁହେଁ ଯେ ଡ୍ରାମାରେ ଯଦି ଥିବ ତେବେ ମିଳିବ, ଏହା କହି ଅଟକି ଯିବାର ଅଛି। ସ୍କୁଲରେ ଏପରି ବସି ରହିଲେ କ'ଣ କେହି ପାସ୍ ହୋଇଯିବେ? ପ୍ରତ୍ୟେକ ଜିନିଷ ପାଇଁ ମନୁଷ୍ୟମାନଙ୍କର ପୁରୁଷାର୍ଥ ଚାଲିଥାଏ। ବିନା ପୁରୁଷାର୍ଥରେ ପାଣି ବି ମିଳିପାରିବ ନାହିଁ। ସେକେଣ୍ଡ ପ୍ରତି ସେକେଣ୍ଡ ଯେଉଁ ପୁରୁଷାର୍ଥ ଚାଲେ ତାହା ପ୍ରାରବ୍ଧ ପାଇଁ। ଏଠାରେ ବେହଦର ସୁଖ ପାଇଁ ବେହଦର ପୁରୁଷାର୍ଥ କରିବାର ଅଛି। ବର୍ତ୍ତମାନ ହେଉଛି ବ୍ରହ୍ମାଙ୍କର ରାତି, ଯାହାକି ବ୍ରାହ୍ମଣମାନଙ୍କର ବି ରାତି। ପୁଣି ବ୍ରାହ୍ମଣମାନଙ୍କର ଦିନ ହେବ। ଶାସ୍ତ୍ରରେ ମଧ୍ୟ ପଢ଼ୁଥିଲେ କିନ୍ତୁ କିଛି ବୁଝୁନଥିଲେ। ଏହି ବ୍ରହ୍ମା ବାବା ନିଜେ ବସି ରାମାୟଣ, ଭାଗବତ ଆଦି ଶୁଣାଉଥିଲେ। ପଣ୍ଡିତ ହୋଇ ବସୁଥିଲେ। ଏବେ ବୁଝୁଛନ୍ତି ତାହା ତ ହେଉଛି ଭକ୍ତି ମାର୍ଗ। ଭକ୍ତି ଅଲଗା, ଜ୍ଞାନ ହେଉଛି ଅଲଗା ଜିନିଷ। ବାବା କହୁଛନ୍ତି ତୁମେ ସବୁ କାମ ଅଗ୍ନିରେ ପଡ଼ି କଳା ହୋଇଯାଇଛ। କୃଷ୍ଣକୁ ମଧ୍ୟ ଶ୍ୟାମ ସୁନ୍ଦର କୁହନ୍ତି ନା? ପୂଜାରୀମାନେ ଅନ୍ଧ ଶ୍ରଦ୍ଧାଳୁ ଅଟନ୍ତି। କେତେ ଭୂତ ପୂଜା ଚାଲିଛି। ଶରୀରର ପୂଜା ଅର୍ଥାତ୍ 5 ତତ୍ତ୍ୱର ପୂଜା ହୋଇଗଲା। ଏହାକୁ କୁହାଯାଏ ବ୍ୟଭିଚାରୀ ପୂଜା। ପ୍ରଥମେ ଭକ୍ତି ଅବ୍ୟଭିଚାରୀ ଥିଲା। ଏକମାତ୍ର ଶିବଙ୍କର ହିଁ ପୂଜା ହେଉଥିଲା। ଏବେ ତ ଦେଖ କି ପୂଜା ସବୁ ହୋଇ ଚାଲିଛି। ବାବା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ଦେଖାଇଥାନ୍ତି, ଜ୍ଞାନ ମଧ୍ୟ ବୁଝାଉଛନ୍ତି। ଆମକୁ କଣ୍ଟାରୁ ଫୁଲ କରୁଛନ୍ତି। ସ୍ୱର୍ଗକୁ ଫୁଲର ବଗିଚା କୁହାଯାଏ। କରାଚିରେ ଜଣେ ମୁସଲମାନ ଜଗୁଆଳି ରହୁଥିଲା। ସିଏ ମଧ୍ୟ ଧ୍ୟାନରେ ଯାଉଥିଲା। କହୁଥିଲା ଯେ ମୁଁ ସ୍ୱର୍ଗକୁ ଗଲି। ଖୁଦା ଈଶ୍ୱର ମୋତେ ଫୁଲ ଦେଲେ।
ତାକୁ ବହୁତ ମଜା ଲାଗୁଥିଲା। ଆଶ୍ଚର୍ଯ୍ୟ ଅଟେ ନା? ଦୁନିଆରେ ତ ସପ୍ତାଶ୍ଚର୍ଯ୍ୟ କହୁଛନ୍ତି। ବାସ୍ତବରେ ସ୍ୱର୍ଗ ହେଉଛି ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟ। ଏହା କାହାକୁ ବି ଜଣା ନାହିଁ। ତୁମକୁ କେତେ ଫାଷ୍ଟ କ୍ଲାସ୍ ଜ୍ଞାନ ମିଳିଛି, ତୁମର କେତେ ଖୁସି ହେବା ଦରକାର। ବାପ ଦାଦା ସର୍ବୋଚ୍ଚ ଅଟନ୍ତି, କିନ୍ତୁ କେତେ ସାଧାରଣ ରହୁଛନ୍ତି। ବାବାଙ୍କର ହିଁ ମହିମା ଗାନ କରାଯାଏ। ସିଏ ନିରାକାର, ନିରହଙ୍କାରୀ ଅଟନ୍ତି। ବାବାଙ୍କୁ ତ ଆସି ସେବା କରିବାର ଅଛି ନା। ପିତା ସର୍ବଦା ସନ୍ତାନମାନଙ୍କର ସେବା କରି ତାଙ୍କୁ ଧନ ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ଥ ଅବସ୍ଥାକୁ ଚାଲିଯାଆନ୍ତି। ସନ୍ତାନମାନଙ୍କୁ ମୁଣ୍ଡରେ ବସାନ୍ତି। ତୁମେ ସନ୍ତାନମାନେ ବିଶ୍ୱର ମାଲିକ ହେଉଛ। ସୁଇଟ୍ ହୋମ୍କୁ ଯାଇ ପୁଣି ଆସି ସୁଇଟ୍ ରାଜପଦ ନେବ। ବାବା କହୁଛନ୍ତି, ମୁଁ ତ ରାଜା ହେବି ନାହିଁ। ପ୍ରକୃତ ନିଷ୍କାମ ସେବାଧାରୀ ତ ଏକମାତ୍ର ବାବା ହିଁ ଅଟନ୍ତି। ତେବେ ସନ୍ତାନମାନଙ୍କର କେତେ ଖୁସି ରହିବା ଉଚିତ। କିନ୍ତୁ ମାୟା ଭୁଲାଇ ଦେଉଛି। ଏତେ ଶ୍ରେଷ୍ଠ ବାପ ଦାଦାଙ୍କୁ କ'ଣ ଭୁଲିଯିବା ଉଚିତ କି? ଜେଜେ ବାପାଙ୍କର ସମ୍ପତ୍ତିକୁ ନେଇ ନାତିମାନଙ୍କ ମନରେ କେତେ ଅଭିମାନ ରହିଥାଏ। ତୁମକୁ ତ ଶିବ ବାବା ମିଳିଛନ୍ତି, ସମ୍ପତ୍ତି ତାଙ୍କର ଅଟେ। ବାବା କହୁଛନ୍ତି, ମୋତେ ମନେ ପକାଅ ଏବଂ ଦୈବୀ ଗୁଣ ଧାରଣ କର। ଆସୁରୀ ଗୁଣକୁ ବାହାର କରିଦେବା ଉଚିତ। ଗାଉଛନ୍ତି ମଧ୍ୟ, ମୁଁ ନିର୍ଗୁଣ, ମୋର କିଛି ଗୁଣ ନାହିଁ। ଗୋଟିଏ ନିର୍ଗୁଣ ସଂସ୍ଥା ମଧ୍ୟ ରହିଛି। ଏବେ ଏହାର ଅର୍ଥ ତ କେହି ବୁଝି ନାହାନ୍ତି। ନିର୍ଗୁଣ ଅର୍ଥାତ୍ କିଛି ଗୁଣ ନାହିଁ। କିନ୍ତୁ ସେମାନେ କ'ଣ ଏକଥା ବୁଝିଛନ୍ତି? ତୁମ ସନ୍ତାନମାନଙ୍କୁ ବାବା ଗୋଟିଏ କଥା ବୁଝାଉଛନ୍ତି। କୁହ, ଆମେ ତ ଭାରତର ସେବାରେ ଅଛୁ। ଯିଏ ସମସ୍ତଙ୍କର ବାପୁଜୀ ଅଟନ୍ତି, ଆମେ ତାଙ୍କର ଶ୍ରୀମତରେ ଚାଲୁଛୁ। ଶ୍ରୀମତ ଭଗବତ ଗୀତାର ଗାୟନ ରହିଛି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ଯେପରି ଉଚ୍ଚରୁ ଉଚ୍ଚ ବାପ ଦାଦା ଅତି ସାଧାରଣ ଭାବରେ ରହୁଛନ୍ତି, ସେହିପରି ବହୁତ ବହୁତ ସାଧାରଣ, ନିରାକାରୀ ଏବଂ ନିରହଙ୍କାରୀ ହୋଇ ରହିବାକୁ ହେବ। ବାବାଙ୍କ ଦ୍ୱାରା ଯେଉଁ ଫାଷ୍ଟ କ୍ଲାସ୍ ଅର୍ଥାତ୍ ଶ୍ରେଷ୍ଠ ଜ୍ଞାନ ମିଳିଛି, ତାହାର ଚିନ୍ତନ କରିବାକୁ ହେବ। ଯେପରି ଉଚ୍ଚରୁ ଉଚ୍ଚ ବାପ ଦାଦା ଅତି ସାଧାରଣ ଭାବରେ ରହୁଛନ୍ତି, ସେହିପରି ବହୁତ ବହୁତ ସାଧାରଣ, ନିରାକାରୀ ଏବଂ ନିରହଙ୍କାରୀ ହୋଇ ରହିବାକୁ ହେବ। ବାବାଙ୍କ ଦ୍ୱାରା ଯେଉଁ ଫାଷ୍ଟ କ୍ଲାସ୍ ଅର୍ଥାତ୍ ଶ୍ରେଷ୍ଠ ଜ୍ଞାନ ମିଳିଛି, ତାହାର ଚିନ୍ତନ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ଡ୍ରାମା ଯାହାର କି ଅବିକଳ ପୁନରାବୃତ୍ତି ହେଉଛି, ଏଥିରେ ବେହଦର ପୁରୁଷାର୍ଥ କରି ବେହଦର ସୁଖ ପ୍ରାପ୍ତି କରିବାକୁ ହେବ। କେବେ ବି ଡ୍ରାମା କହି ଅଟକି ଯିବାର ନାହିଁ। ପ୍ରାରବ୍ଧ ପାଇବା ପାଇଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ। ଡ୍ରାମା ଯାହାର କି ଅବିକଳ ପୁନରାବୃତ୍ତି ହେଉଛି, ଏଥିରେ ବେହଦର ପୁରୁଷାର୍ଥ କରି ବେହଦର ସୁଖ ପ୍ରାପ୍ତି କରିବାକୁ ହେବ। କେବେ ବି ଡ୍ରାମା କହି ଅଟକି ଯିବାର ନାହିଁ। ପ୍ରାରବ୍ଧ ପାଇବା ପାଇଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ। ବରଦାନ, ଅବ୍ୟକ୍ତ ସ୍ୱରୂପର ସାଧନା ଦ୍ୱାରା ଶକ୍ତିଶାଳୀ ବାତାବରଣ ସୃଷ୍ଟି କରୁଥିବା ଅବ୍ୟକ୍ତ ଫରିସ୍ତା ଭବ। ଅବ୍ୟକ୍ତ ସ୍ୱରୂପର ସାଧନା ଦ୍ୱାରା ଶକ୍ତିଶାଳୀ ବାତାବରଣ ସୃଷ୍ଟି କରୁଥିବା ଅବ୍ୟକ୍ତ ଫରିସ୍ତା ଭବ। ବାତାବରଣକୁ ଶକ୍ତିଶାଳୀ କରିବାର ସାଧନ ହେଲା ନିଜର ଅବ୍ୟକ୍ତ ସ୍ୱରୂପର ସାଧନା। ତେଣୁ ଏଥିପ୍ରତି ବାରମ୍ବାର ଧ୍ୟାନ ଦେବାକୁ ହେବ। କାହିଁକି ନା ଯେଉଁ କଥା ପାଇଁ ସାଧନା କରିବାକୁ ପଡ଼େ, ସେହି କଥା ପ୍ରତି ସର୍ବଦା ଧ୍ୟାନ ରହିଥାଏ। ତେଣୁ ଅବ୍ୟକ୍ତ ରୂପର ସାଧନାର ଅର୍ଥ ହେଲା ବାରମ୍ବାର ଧ୍ୟାନ ଦେବାର ତପସ୍ୟା କରିବା। ସେଥିପାଇଁ ଅବ୍ୟକ୍ତ ଫରିସ୍ତା ଭବର ବରଦାନକୁ ସ୍ମୃତିରେ ରଖି ଶକ୍ତିଶାଳୀ ବାୟୁମଣ୍ଡଳ ସୃଷ୍ଟି କରିବାର ତପସ୍ୟା କର। ଏହାଦ୍ୱାରା ତୁମ ସମ୍ମୁଖକୁ ଯିଏ ବି ଆସିବ, ସେ ବ୍ୟକ୍ତ ଏବଂ ବ୍ୟର୍ଥ କଥାବାର୍ତ୍ତା ଠାରୁ ଊର୍ଦ୍ଧ୍ୱକୁ ଚାଲିଯିବ। ସ୍ଲୋଗାନ, ସର୍ବଶକ୍ତିମାନ ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ନିଜର ଏକାଗ୍ରତାର ଶକ୍ତିକୁ ବଢ଼ାଅ। ସର୍ବଶକ୍ତିମାନ ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ନିଜର ଏକାଗ୍ରତାର ଶକ୍ତିକୁ ବଢ଼ାଅ। ଆଜିର ଅବ୍ୟକ୍ତ ଇଶାରା, ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର।
ଯେପରି ନିଜର ସ୍ଥୂଳ କାର୍ଯ୍ୟକ୍ରମଗୁଡ଼ିକୁ ଦିନଚର୍ଯ୍ୟା ମୁତାବକ ନିର୍ଦ୍ଧାର୍ଯ୍ୟ କରୁଛ, ସେହିପରି ନିଜର ମାନସିକ ସମର୍ଥ ସ୍ଥିତିର କାର୍ଯ୍ୟକ୍ରମକୁ ମଧ୍ୟ ନିର୍ଦ୍ଧାର୍ଯ୍ୟ କର। କାହିଁକି ନା ଯେତେ ଯେତେ ତୁମେ ନିଜର ମନ ବୁଦ୍ଧିକୁ ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ, ସେହି ଅନୁସାରେ ମନକୁ ଅପସେଟ୍ ହେବା ପାଇଁ ଅର୍ଥାତ୍ ହଲଚଲ ହେବା ପାଇଁ ମଧ୍ୟ ସମୟ ମିଳିବ ନାହିଁ। ତେବେ ମନ ଯଦି ସର୍ବଦା ସେଟ୍ ରହିଥିବ ଅର୍ଥାତ୍ ଏକାଗ୍ର ରହିଥିବ, ତେବେ ତାହା ଦ୍ୱାରା ଆପେ ଆପେ ଚାରିଆଡ଼େ ଶୁଦ୍ଧ ପ୍ରକମ୍ପନ ଖେଳି ଯାଇଥାଏ ଏବଂ ଆପେ ଆପେ ସେବା ହୋଇଥାଏ। ଓମ୍ ଶାନ୍ତି।